ଶ୍ରୀଧର ସ୍ୱାମୀ ଜୟନ୍ତୀ ସମାରୋହର ତୃତୀୟ ସନ୍ଧ୍ୟା। ରେମୁଣା ପ୍ରସିଦ୍ଧ ଟିକାଗାରଙ୍କ ଜୟନ୍ତୀ ସମାରୋହର ତୃତୀୟ ସନ୍ଧ୍ୟା ପଣ୍ଡିତଙ୍କ ମାଟିରେ ସାହିତ୍ୟିକ ଡକ୍ଟର ଭାଗବତ ପ୍ରସାଦ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ମୁଖ୍ୟ ବକ୍ତା ଡକ୍ଟର ବିବେକାନନ୍ଦ ସାହୁ, ବରଣ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଇସ୍କନ ସଭାପତି ମୁକୁନ୍ଦ ଚୈତନ୍ୟ ମହାରାଜ, ଜିଲ୍ଲା ପରିଷଦ ସଦସ୍ୟ ଅଭିମନ୍ୟୁ ଧିନ୍ଦା, ଅରବିନ୍ଦ ପଣ୍ଡା, ଡକ୍ଟର ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ଯୋଗଦେଇ ଶ୍ରୀଧର ସ୍ୱାମୀଙ୍କ ସରସ୍ୱତ ପ୍ରତିଭା ଉପରେ ଆଲୋକପାତ କରି ତାଙ୍କ ଟୀକାର ତତ୍ତ୍ୱ ଓ ଆଦର୍ଶ ସବୁବେଳେ ଆଶାଳବର୍ତ୍ତିକ ରହିବ ବୋଲି କହିଥିଲେ। ସମ୍ପାଦକ ହରିକୃଷ୍ଣ ପଣ୍ଡା ସ୍ୱାଗତ ଭାଷଣ, ଗୋରଖଚନ୍ଦ୍ର ପଡ଼ିଆରୀ ଅତିଥି ପରିଚୟ, ନୟନ କୁମାର ପଣ୍ଡା ଗୀତା ପାଠ, ରମେଶ ଚନ୍ଦ୍ର ଖଣ୍ଡା ଧନ୍ୟବାଦ ଦେଇଥିଲେ। ସଭାରେ ସାମ୍ବାଦିକ ଲୋକନାଥ ପିରି, ଦୀପକ କୁମାର ମାଝୀଙ୍କୁ ସମ୍ବୋଧିତ କରାଯାଇଥିଲା। ପରିଷଦର ମୁଖପତ୍ର ଶ୍ରୀଧର ଶ୍ରୀ 2025 ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ସର୍ବେଶ୍ୱର ମାଝୀ, ପଞ୍ଚାନନ ମହାଳିକ, ଉମାକାନ୍ତ ମାଝୀ, ଚକ୍ରଧର ବାରିକ, ଚନ୍ଦ୍ରମୋହନ ମହାଳିକ, ବେଣୁଧର ବାରିକ, ଶ୍ରୀକାନ୍ତ ବାରିକ, କମଳାକାନ୍ତ ବାରିକ, ରଜତ କୁମାର ବାରିକ ପ୍ରମୁଖ ପରିଚାଳନା କରିଥିଲେ। ମହନ୍ତ ବାମଦେବ ନନ୍ଦ ଆମ ପରିଷଦର ଯୁବ କର୍ମୀ ସଦସ୍ୟ ସ୍ୱର୍ଗତ ଅଶ୍ୱିନୀ କୁମାର ଦାସ, ଆମ ପରିଷଦର ଆଜୀବନ ସଦସ୍ୟ ଇଞ୍ଜିନିୟର ଗୋପୀନାଥ ରଣା, ଆମ ପରିଷଦ ସହିତ ଜଡ଼ିତ ଲୋକନାଥ ପିରିଙ୍କର ଏକମାତ୍ର ପୁତ୍ର ସ୍ୱର୍ଗତ ଶୁଭଙ୍କର ପିରି ଏବଂ ଏ ଗାଁର ପିଲା ଅନୁପ କୁମାର ବାରିକ, ଯେମାନେ ଏଇ ଅଳ୍ପ ଦିନ ତଳେ ଇହଲୀଳା ସମ୍ବରଣ କରିଛନ୍ତି, ସେମାନଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଆମର ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦ 1957 ଗଠିତ ହେଇଛି, ଯାହାକି 67 ବର୍ଷ ପୂର୍ଣ୍ଣାଙ୍ଗ କରି 68 ବର୍ଷରେ ପଦାର୍ପଣ କରିଛି। ଏ 68 ବର୍ଷ ପାଇଁ ମୁଁ ବହୁତ ଧନ୍ୟବାଦ ଦେବି ମୋ ଗାଁବାସୀଙ୍କୁ, ଏ ଅଞ୍ଚଳବାସୀଙ୍କୁ, ଯେମାନଙ୍କର ଅକୁଣ୍ଠ ସହଯୋଗ ପରେ ଅନୁଷ୍ଠାନ ଆଜି 68 ବର୍ଷରେ ପଦାର୍ପଣ କରିପାରିଛି। ଅନେକ ବାଦ ବିବାଦ ବିସମ୍ବାଦ ୟା ସତ୍ତ୍ୱେ ଅନୁଷ୍ଠାନ ବଞ୍ଚିଛି। ଦୁନିଆରେ ବ୍ୟକ୍ତି ବଡ଼ ନୁହେଁ, ଅନୁଷ୍ଠାନ ବଡ଼। ଆମେ ଆଜି ଅଛୁ, କାଲି ନଥିବୁ, କିନ୍ତୁ ଅନୁଷ୍ଠାନ ସବୁଦିନ ରହିବ। ଭଗୀରଥଙ୍କୁ ଗଙ୍ଗାକୁ ଆଣିବା ପାଇଁ 1000 ବର୍ଷ ତପସ୍ୟା କରିବା ପାଇଁ ପଡ଼ିଥିଲା। ମର୍ତ୍ତ୍ୟମଣ୍ଡଳକୁ ଗଙ୍ଗାକୁ ଆଣିବା ପାଇଁ 1000 ବର୍ଷ ତପସ୍ୟା କରିବା ପାଇଁ ପଡ଼ିଥିଲା। ଆମର ଏ ମାଟିର ସେଇଭଳି ଜଣେ ଯୁଗ ଜନ୍ମା, ଜଣେ ଶତାୟୁ ପୁରୁଷ, ଯିଏକି ତାଙ୍କ ବାବଦରେ ମୋର ବକ୍ତବ୍ୟ ଦେବା ଏବଂ ତାଙ୍କ ବାବଦରେ କହିବାର ସକ୍ଷମ ମୁଁ ଭାବୁଛି କହିଲେ ଅକ୍ଷମତା ହେବ, ଯିଏକି ଶ୍ରୀମଦ୍ ଭଗବତ ଗୀତାର ଶୀର୍ଷକ କଥା ଶୁଭଦିନୀ ଟୀକା ଆକାରରେ ସେ ଲେଖିଦେଇ ଅଛନ୍ତି। ଆଗାମୀ ପିଢ଼ି ତାଙ୍କର ସେହି ଟୀକାକୁ ନିହାତି ପାଠ କରିବା ଆବଶ୍ୟକତା ମନେ କରୁଛୁ ମୁଁ ନିଶ୍ଚୟ। ଅପୂର୍ଣ୍ଣାଙ୍ଗ ଥିବା ଯେ କାମଟା କେମିତି ହେବ, ବାବୁଲି ତ ବର୍ତ୍ତମାନ କହିଲା, ତାକୁ ଦେଖିବା। ସେ ତ 2.5 ଲକ୍ଷ ଟଙ୍କା ଦେଇଥିଲା, କେମିତି କ'ଣ ହେବ ତାର ବ୍ୟବସ୍ଥା କରାଯିବ। ବାକି ଆପଣମାନଙ୍କର ବସ୍ଟା ଅଧ ବାଟରେ ରହିଯାଉଛି। ଆଜି ମଧ୍ୟ ମୁଁ ଡିସ୍କସନ୍ କରୁଥିଲି ବିଡ଼ିଓଙ୍କ ସହିତ। ବିଡ଼ିଓ ଡାକିଛନ୍ତି ଆମର ତାଙ୍କର ଯେ ମ୍ୟାନେଜର ଅଛନ୍ତି, ଆସିଷ୍ଟାଣ୍ଟ ମ୍ୟାନେଜର ଅଛନ୍ତି, ସେ ବସ୍ ଯେ ବୁଝାବୁଝି କରୁଛନ୍ତି ଏବଂ ଆର୍ଟିଓଙ୍କ ସହିତ ଆମେ କଥା କହି 7ଟା 8ଟା ଜାଗାରେ ଏମିତି ବସ୍ ଯାଇକି ଅଧା ବାଟରୁ ରହୁଛି। ତେଣୁ ନିଶ୍ଚିତ ଭାବରେ ଏ ବସ୍ ଆସିବ ବୋଲି ଆପଣମାନେ ସମ୍ପୂର୍ଣ୍ଣ ଆଶା ରଖନ୍ତୁ, ନିଶ୍ଚିତ ଆସିବ। ଏବଂ ତାଙ୍କର ମୃତ୍ୟୁ 1400 ମସିହାରେ ହେଇଥିଲା। ପ୍ରାଥମିକ ସଂସ୍କୃତ ଶିକ୍ଷା ସେ ରେମୁଣାରେ କରିଥିଲେ ଏବଂ ତାପରେ ତାଙ୍କ ପରମାନନ୍ଦ ଋଷି ସାକ୍ଷାତ ହେଲା। ସେ ତାଙ୍କୁ ନେଇକି ଗଲେ କଲିକତାର ସେଟା ହେଉଛି ନଦିଆ ନବଦ୍ୱୀପକୁ। ସେଠାରେ ସେ ସଂସ୍କୃତରେ
ବହୁତ ପାଣ୍ଡିତ୍ୟ ଜାଣିଲେ। ତାପରେ ସିଏ ତାଙ୍କ ଇଏରେ ସେ କାଶୀ ବିଶ୍ୱନାଥ ଗଲେ। କିନ୍ତୁ ସେଇଠି କିନ୍ତୁ ସେ ତାଙ୍କର ଯେଉଁ ଅଦ୍ଭୁତ ତାଙ୍କର ଯେଉଁ ଆଧ୍ୟାତ୍ମିକତା ଦକ୍ଷତା ଥିଲା ସେଇଠି ଜଣାପଡ଼ିଲା। ସେଇଠି ଯେତେବେଳେ ସବୁ ପଣ୍ଡିତମାନେ ତାଙ୍କ ଉପରେ ଈର୍ଷା କଲେ, ସେତେବେଳେ ରାଜା କହିଲେ, ସେଠିକା ରାଜା କାଶୀର ରାଜା କହିଲେ ଯାହାର ଟୀକା ସବୁଠୁ ଭଲ ସେଟା ଆମେ କାଶୀ ବିଶ୍ୱନାଥରୁ ଜାଣିବା। ସ୍ଥିରତା ହେଲା ଏବଂ ପଣ୍ଡା ବାବୁ ଆମର କହୁଥିଲେ ଆଜୀବନ ସଦସ୍ୟ ବିଷୟରେ। ତା ସହିତ ସହିତ ଗୋଟେ ଯଦି ଭଲ ଲାଇବ୍ରେରୀଟା ହୁଅନ୍ତା ଯେଉଁଥିରେ ଶ୍ରୀଧର ସ୍ୱାମୀଙ୍କର ପ୍ରତ୍ୟେକଟି ଟୀକା ଏଠି ଉପଲବ୍ଧ ହୁଅନ୍ତା। ପଣ୍ଡା ବାବୁ ଅଛି କି ଆମର ଲାଇବ୍ରେରୀ ଏଠି? ମୋର ତ ସହଯୋଗ ସବୁବେଳେ ଅଛି। ଆଜ୍ଞା, କାହିଁକି ନା ମୁଁ ଏଇଥିପାଇଁ ଆପଣମାନଙ୍କୁ ଏ କଥାଟି କହୁଛି, ସ୍ୱାମୀ ପ୍ରଭୁପାଦ ସାରା ବିଶ୍ୱରେ ଜାଗରଣ ସୃଷ୍ଟି କଲେ ଶିକ୍ଷା ଦ୍ୱାରା। ଆଜି ଯଦି ହରେ କୃଷ୍ଣା ସବୁଆଡ଼େ ସମସ୍ତେ କୀର୍ତ୍ତନ କରୁଛନ୍ତି ବା ସେ ବିଷୟରେ ପ୍ରେରଣା ପ୍ରାପ୍ତି କରୁଛନ୍ତି, ତା ପାଇଁ ପୁସ୍ତକ ବିତରଣ ଏବଂ ଲାଇବ୍ରେରୀର ବହୁତ ଆବଶ୍ୟକତା ଅଛି। ଦ୍ୱିତୀୟ ଜିନିଷ ହେଉଛି ଶିକ୍ଷା କାର୍ଯ୍ୟକ୍ରମ ଗୁରୁକୁଲ। ମୁଁ ପଣ୍ଡା ବାବୁଙ୍କ ପୁଅକୁ ଥରେ କଥା ହେଉଥିଲି, ସେ ଛୋଟ ଗୁରୁକୁଲ କ'ଣ କରିଛନ୍ତି ଗୋଟେ। ଆଜି ବଡ଼ ଖୁସି ଲାଗିଲା, ମଞ୍ଚରେ ଆମ ସହିତ ଅଛନ୍ତି ଯିଏ ଶ୍ରୀଧର ସ୍ୱାମୀଙ୍କର ଟୀକାକୁ ନିଜ ହୃଦୟରୁ ଗାଇଲେ। ଦେଖନ୍ତୁ ସମୟ କମ୍ ଅଛି, ମୋତେ ବିଶେଷ କିଛି କହିବାର ନାହିଁ। ମୁଁ ତ ପ୍ରତିବର୍ଷର ଏଠିକାର ଆଜୀବନ ସଦସ୍ୟ ନୁହଁ, ଜୀବନର ସଦସ୍ୟ ଆମେ। ଶ୍ରୀଧର ସ୍ୱାମୀଙ୍କୁ ପ୍ରଣାମ କରିବାକୁ ଆସିছে କେବଳ ଶ୍ରୀଧର ସ୍ୱାମୀକୁ ନୁହେଁ, ସମଗ୍ର ପୃଥିବୀର ଏମିତି ଜଣେ ବିଦ୍ୱାନକୁ ଆମେ ପ୍ରଣାମ କରିବା ପାଇଁ ଆସିଛେ, ଉପସ୍ଥିତ ହେଇଛେ ଯିଏ ନ ଭୂତ ନ ଭବିଷ୍ୟତି। ପୃଥିବୀରେ ଏମିତି ବିଦ୍ୱାନ ଆଉ ଏ ମାଟି ମା ଜନ୍ମ କରିବ ଏମିତି କଥା କହିହେବ ନାହିଁ। ଗୋଟେ ବିସ୍ମୃତ ଆନନ୍ଦ ବୋଧରେ, ବିସ୍ମୃତ ଶାସ୍ତ୍ର ବୋଧରେ ଗୋଟେ ଚରିତ୍ର ବକ୍ତା ଭିତରେ ସାର୍ କହୁଥିଲେ, ଏଠି ଗୁରୁଜୀ କହୁଥିଲେ ବୈରାଗ୍ୟ, ଖାଲି ବୈରାଗ୍ୟ ନୁହେଁ, ସମ୍ପୂର୍ଣ୍ଣ ବୈରାଗ୍ୟକୁ ବିବର୍ତ୍ତିତ କରି ଗୋଟିଏ ବିଶ୍ୱାତ୍ମା ପ୍ରତି ଭଗବାନଙ୍କ ପ୍ରତି ଅନୁରାଗରେ ପରିଣତ କରିବାର ଯେଉଁ ଦର୍ଶନ, ତାହା ହିଁ ହେଉଛି ଶ୍ରୀଧର ସ୍ୱାମୀଙ୍କ ଦର୍ଶନ। ତେଣୁ ମୁଁ ଆଜ୍ଞା ଜ୍ଞାନରେ ତାଙ୍କଠୁ ବହୁତ କମ୍, କେବଳ ଏତିକି ଜାଣିଛି ଯେ ଶ୍ରୀଧର ସ୍ୱାମୀ ସେ ଆମ ପାଇଁ କ'ଣ, ଏ ମାଟିରେ ସେ ଜନ୍ମ ହୋଇଥିଲେ ଏବଂ ସେତେବେଳେ ସମୟରେ ସେ ଅଗାଧ ପାଣ୍ଡିତ୍ୟ ନେଇ ଜଗତଗୁରୁ ଉପାଧି ପାଇବା ଏତେ ସହଜ କଥା ନୁହଁ। ତେଣୁ ସେ କେତେ ମାନେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି। କହୁଥିଲେ ଯେଉଁ ମୁକୁନ୍ଦ ଚୈତନ୍ୟ ମହାରାଜ କହୁଥିଲେ ଯେ ଏ ମାଟି ହେଉଛି ଯେଉଁ ବୈରାଗ୍ୟର ମାଟି। ଆଜି ଭାରତବର୍ଷ ଆମେ ଏ ଆମେ କ'ଣ ମାନେ ଯଦି ବିଶ୍ୱ ଜାଣିଛି ଭାରତବର୍ଷକୁ, ସେ ହେଉଛି ଏ ଦେବତାର ମାଟି ବୋଲି ଜାଣିଛନ୍ତି। ଏବଂ ଏଠି ସନ୍ନ୍ୟାସୀମାନଙ୍କର ଅନ୍ୟ ପ୍ରକାର ଗୋଟେ ଭୂମିକା ଅଛି। କିନ୍ତୁ ଆଜି ଆମେ ଯେଉଁ ବସିଛୁ, ବାପା ମା, ମୋ ବାପା ମା ଯେଉଁମାନେ ଆଜି ସ୍ୱର୍ଗରେ ଅଛନ୍ତି, ଆଉ ଆପଣମାନେ ସମସ୍ତେ, ଆମେ କେତେଜଣ ଆମର ଗୋଟେ ଘରରେ ଆଜି କଲି ତ ଆମେ ଗୋଟିଏ ପିଲାରୁ ଅଧିକ ଜନ୍ମ କରୁନାହାନ୍ତି। ଯାହା ହଉ ମୋ ବାପା ମା ଆମେ 4 ଭାଇ 2 ଭଉଣୀ ଜନ୍ମ କରିଥିଲେ, ଯିଏ ଯାହା ବି ହଉ, ଆମେ ଆଜି ସମସ୍ତେ ଚାହୁଁଛୁ ଆମ ଛୁଆ କେମିତି ଗୋଟେ ଇଞ୍ଜିନିୟର ହବ କି ଡାକ୍ତର ହବ। କେହି ଆମେ ଚାହୁଁନୁ ଆମ ଛୁଆ ଗୋଟେ ସନ୍ନ୍ୟାସୀ ହବ କି ଏଇ ଯେଉଁ ଶ୍ରୀଧର ସ୍ୱାମୀଙ୍କ ଭଳି ଜଣେ କିଏ ପ୍ରତିଭା ଆସିବ। ତେଣୁ ଆବଶ୍ୟକତା ଅଛି ଆମେ ଆମ ଶାସ୍ତ୍ର, ଆମ ଯେଉଁ ବେଦ ତାକୁ ଅନୁଧ୍ୟାନ କରିବା ପାଇଁ। ଯାହା ହଉ ବହୁତ ସଂଗଠନକୁ ଆପଣ ସମ୍ମାନ ଦେଇଛନ୍ତି। ଅସହାୟ ଗରିବ ଦୁଃଖୀଙ୍କର ଦୁର୍ଦ୍ଦିନରେ ଆପଣ ସର୍ବଦା ସେମାନଙ୍କ ପ୍ରତି ସହାୟତାର ହାତ ବଢ଼ାଇ ମାନବିକତାର ମୂଲ୍ୟବୋଧକୁ ବହୁ ଗୁଣିତ କରିଛନ୍ତି। ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଆପଣଙ୍କୁ ସମ୍ବୋଧିତ କରି ଆମେ ନିଜକୁ ଗୌରବାନ୍ୱିତ ମନେ କରୁଛୁ। ଆପଣଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରଭୁ ଶ୍ରୀ କ୍ଷୀରୋତ୍ତର ଗୋପୀନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଆଉ ଏକ ସୂଚନା, ଅତିଥିମାନେ ହୁଏତ ଜାଣିନଥିବେ, ଆଗର ଫଟୋ ଅଛି, ତାଙ୍କର ଏକମାତ୍ର ପୁତ୍ର ଏଇ ଅଳ୍ପ ଦିନ ତଳେ ଇଂଲଣ୍ଡ ସମ୍ମାନ କରିଛନ୍ତି। ଆଖି ତାଙ୍କର ଲୁହ, ଛାତିରେ ପଥର ଜାକି ଆସିଛନ୍ତି। ବାପ ଥାଉ ଥାଉ ପୁଅ ତାଙ୍କ ଛାତି ପଟେ
ଛାତି ଉପରେ ଚାଲି ଯାଇଛି। ଆମେ ସମସ୍ତେ ମର୍ମାହତ। ଯାଉ ସେମାନେ ଆସିଛନ୍ତି ଆମର ନିମନ୍ତ୍ରଣ ରକ୍ଷା କରିକି ପୁତ୍ର ଶୋକ, ପୁତ୍ରର ଦେହାନ୍ତ କି ସେ ଶୋକକୁ କେହି ଲିଭେଇ ପାରିବେ ନାହିଁ। ଚିରଦିନ ଆଖିରେ ଲୁହ ବହୁଥିବ, ତଥାପି ଆମେ ସାହସ ଦେବା, ଆମେ ସମସ୍ତେ ଆମେ ଅଛେ ତାଙ୍କ ପଛରେ, ତାଙ୍କ ପଛରେ। ମୁଁ ସମ୍ବୋଧିତ ହବା ଏ 2 ଥର ହେଲା। ମୋର ଏକମାତ୍ର ପୁତ୍ର ଯିଏକି ଶୁଭଙ୍କର ଗିରି, ମୁଁ ତାକୁ ସାଥିରେ 2 ବର୍ଷ ଯେତେବେଳେ ହେଇଥିଲା ମୁଁ ସାଥିରେ ନେଇକି ତାକୁ ପଢୁଥିଲି, ଏଇଥିପାଇଁ ଯେ ସେ କୁପଥଗାମୀ ନ ହଉ, କେବେ ଅବାଟରେ ନ ଯାଉ, କି କୁସଙ୍ଗରେ ନ ପଡିକିରି କେବେ ଖରାପ ବାଟରେ ନ ଯାଉ, ଏ ମୋର ଥିଲା ଲକ୍ଷ୍ୟ। ସଂସ୍କାର ଦେବାରେ ବହୁ କେବେ ଉଣା କରିନଥିଲି, ସଂସ୍କାର ମଧ୍ୟ ଦେଇଥିଲି। ସବୁ ଥାଇ ମଧ୍ୟ ଭଗବାନ ମୋଠୁ ତାକୁ ଛଡେଇ ନେଇଯାଇଛନ୍ତି। ମୁଁ ପ୍ରଭୁ କାଳିଆଙ୍କ ପାଖରେ, ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି ତାର ଅମରାତ୍ମାର ସଦ୍ଗତି ହେଉ। ଆପଣମାନଙ୍କର ଆଶୀର୍ବାଦ, ବଡ଼ ଗୁରୁଜନ ଯେଉଁମାନେ ବି ଅଛନ୍ତି, ମୁଁ ସମସ୍ତଙ୍କୁ ପ୍ରାର୍ଥନା କରୁଛି ହାତ ଯୋଡ଼ି, ତାଙ୍କ ଅମରାତ୍ମାର କେମିତି ସଦ୍ଗତି ହବ ଆପଣମାନେ ଟିକେ ତାର ଇଏ କରିବେ। ଧନ୍ୟବାଦ ଦେବି କମଳ ଲୋଚନ ପଣ୍ଡା, ବାପୁ ନନା। ମୋ ସାନ ଭାଇ ହେଲେ ବି ମୁଁ ନନା ଡାକେ, ମୁଁ ସମ୍ମାନ ଦିଏ। ବାପାଙ୍କୁ ବି ନନା ଡାକେ, ବାପୁ ନନାଙ୍କୁ ବି ନନା ଡାକେ। ଏଥିପାଇଁ ଆମେ ସେଇ ସଂସ୍କାରରେ ଗଢିଛୁ। ଆମ ବାପା ମା ଗରିବ ହେଇଥିଲେ ବି ଆମକୁ ସଂସ୍କାର ଦେଇଥିଲେ, ସଂସ୍କାର ଦେଇକି ଗଢିଛନ୍ତି। ବଡକୁ ସମ୍ମାନ ଦେବା, କେମିତି ସମ୍ମାନ ଦିଆଯାଏ। କିନ୍ତୁ ମୁଁ କେବେ ବି କାହାକୁ ଅବହେଳା କରିନାହିଁ ସମ୍ମାନ ଦେବାରେ। ଛୋଟ ପିଲା ହେଲେ ବି ମୁଁ ତୁମେ କୁହେ, ତୁ କେବେ କୁହେ ନାହିଁ। କିନ୍ତୁ ତାପରେ ବି ଭଗବାନ କାହିଁକି ଯେ ନିଷ୍ଠୁର ହେଲେ ମୋ ପିଲାକୁ ନେଇଗଲେ, ମୁଁ ନିଜେ ବି ଜାଣିନାହିଁ। ବିଶେଷ କିଛି କହୁନାହିଁ, କେବଳ ବାପୁ ନନାଙ୍କୁ ଆଉ ଥରେ ଧନ୍ୟବାଦ ଦଉଛି।